ନିମ୍ନମାନର ରାସ୍ତା ନିର୍ମାଣ ଅଭିଯୋଗ 2 ଦିନ ଭିତରେ ଉଠିଲା ରାସ୍ତାରୁ ପିଚୁ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣୀ ଛକଠାରୁ ଗାଁ ଭିତର ପର୍ଯ୍ୟନ୍ତ 1.5 କିଲୋମିଟର ରାସ୍ତା ଗତ 2 ଦିନ ତଳେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ହେଲେ ନିମ୍ନମାନର ରାସ୍ତା ନିର୍ମାଣ ଯୋଗୁଁ ରାସ୍ତା ଉପରୁ ପିଚୁ ଉଠି ଯାଉଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଫାଟି ଆଁ କରିଛି। ସରକାର ଗମନାଗମନ କ୍ଷେତ୍ରରେ ବିପୁଳ ଅର୍ଥ ବିନିଯୋଗ କରୁଥିବା ଏକଥା କହୁଛନ୍ତି, ହେଲେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଭିତ୍ତି ସମ୍ପର୍କ ଯୋଗୁଁ ଅତି କମ୍ ପରିମାଣରେ ସାମଗ୍ରୀ ବ୍ୟବହାର ହେଉଥିବାରୁ ଏସବୁ ସ୍ଥାନରୁ ପିଚୁ ଉଠି ଯାଉଥିବାର ଅଭିଯୋଗ ହୋଇଛି। ଆହୁରି ମଧ୍ୟ ଏ ରାସ୍ତା କାମରେ କୌଣସି ସ୍ଥାନରେ କୌଣସି ସୂଚନା ଫଳକ ନଥିବାରୁ ଗ୍ରାମବାସୀଙ୍କୁ ଅନ୍ଧାରେ ରଖି ଉକ୍ତ ରାସ୍ତା କାମ କରାଯାଉଥିବା ବେଳେ ଗ୍ରାମର ଅମରେଶ ପ୍ରଧାନ ଅଭିଯୋଗ କରିଛନ୍ତି। ବୌଦ୍ଧରୁ ଆବୁ ଖାନଙ୍କ ରିପୋର୍ଟ। ब्राह्मणी रोज गाँ पर्यटन रास्ताटा है जे रास्ताटा है 24 घंटा नहीं पूर्वार पिचुटा तो पूरा उफड़ी जाऊे देखिन पिचुटा पूरा उफड़ी जाऊे आर बिना सूचना फलक किछु नहीं लगबार ताली एटी सरकार और ठिकादार तांकर भीतर मधुचंद्रिका चलीजे केनता काम है जे देखिन जे रास्तार पिचु उफड़ी 24 घंटा नहीं पूर्वार ताली आर इधर ठिकादार मालामाल जनता मानस पूरा भकुआ आर किछु ने केनता सर्वनिम्न काम केनता काम है जे देखिनो इतरे विकास आर काना है पारे ये हो जे डबल इंजिन डबल विकास। नमस्कार।